କିଛି ଦର୍ଶକ ବନ୍ଧୁ ଆଇବିଏସ୍ ସ୍ୱାସ୍ଥ୍ୟ ସମସ୍ୟାର ଉପଚାର ପାଇଁ ପରାମର୍ଶ ମାଗିଥିଲେ। ଯଦି ଆପଣଙ୍କର ଆଇବିଏସ୍ ସ୍ୱାସ୍ଥ୍ୟ ସମସ୍ୟା ଅଛି ଅର୍ଥାତ୍ ଇନଫ୍ଲାମେଟରୀ ବାଉଲ ସିଣ୍ଡ୍ରୋମ, ଯାହାକି ଆପଣଙ୍କର ଖାଦ୍ୟ ହଜମ ଠିକ ସେ ହୋଇନଥାଏ, ଭୋକ ଠିକ ସେ ଲାଗୁନଥାଏ, ପେଟ ଫୁଲେଇକି ରଖିଥାଏ ଏବଂ ଖାଦ୍ୟ ଖାଇସାରିବା ପରେ ପରେ ଆପଣଙ୍କୁ ଝାଡ଼ା ଯିବାକୁ ପଡୁଥାଏ, ତେବେ ଏହି ଆଇବିଏସ୍ ସମସ୍ୟାରେ ଆପଣମାନେ ହୋମିଓପାଥିକର ଉପଚାର କରିପାରିବେ। ଏଥିପାଇଁ ପ୍ରଥମ ଔଷଧଟି ହେଉଛି ପୋଡୋଫାଇଲମ୍ 30। ଏହାକୁ 2 ଠୋପା କରି ସକାଳୁ 2 ପରେ ସନ୍ଧ୍ୟା ନିୟମିତ ଭାବରେ ଖାଆନ୍ତୁ ଏବଂ ଦ୍ୱିତୀୟ ଔଷଧଟି ହେଉଛି ଏଲୋଜ ସୋକଟନା 30। ଏହାକୁ ସକାଳୁ 2 ଠୋପା, ଦ୍ୱିପହରେ 2 ଠୋପା ଏବଂ ସନ୍ଧ୍ୟାରେ 2 ଠୋପା ଖାଆନ୍ତୁ। ପ୍ରଥମ ଔଷଧ ଖାଇବା 10 ମିନିଟ ପରେ ଏ ଔଷଧକୁ ଖାଆନ୍ତୁ ଏବଂ ତୃତୀୟ ଔଷଧଟି ହେଉଛି ପଲସେଟିଲା 200। ଏହାକୁ କେବଳ ଦିନକୁ ଥରିଏ ସକାଳୁ ପ୍ରଥମେ ଖାଆନ୍ତୁ। ଦେଖିବେ ଏହି 3ଟି ଔଷଧର ଲଗାତାର ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଆଇବିଏସ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଛାଡ଼ିଯିବ।